ତମେ ଯଦି ସମସ୍ତଙ୍କ ମୁଣ୍ଡରେ ହାତ ଥୋଇଦେଲ ସୁପରଷ୍ଟାର ହେଇଯିବେ। ମୁଁ ବି ଟିକେ ସୁପରଷ୍ଟାର ହେଇଯାଆନ୍ତି। ମୁଁ ବି ଆଉ ଲକ୍ଷେ ଟଙ୍କା କିଲୋ ପଇଲେ ମୁଁ ବି ଲକ୍ଷେ ଟଙ୍କା ଲେଖା ଦେଇକି ମୁଁ ବି ସୁପରଷ୍ଟାର ହେଇଯିବି। ଆଉ ଗୋଟେ ନୂଆ ସୁପରଷ୍ଟାର ଜନ୍ମ ନେଲେ। କାହିଁକି କହିଲ ସମସ୍ତଙ୍କୁ ଜନ୍ମ କରିଥିଲେ। ସବୁବେଳେ କହୁଛନ୍ତି ମୁଁ ଜନ୍ମ କରିଛି ୟାକୁ, ମୁଁ ଜନ୍ମ କରିଛି ତାକୁ, ମୁଁ ଜନ୍ମ କରିଛି ତାକୁ। ବିନା ଟ୍ୟାଲେଣ୍ଟରେ ସିଏ ସୁପରଷ୍ଟାର ହେଲେ। ବିନା ଟ୍ୟାଲେଣ୍ଟରେ କିଏ ସୁପରଷ୍ଟାର? ମନୋଜ ଭାଇ କ'ଣ ଭୁଲ କହିଛି? ଯାହାର ଟ୍ୟାଲେଣ୍ଟ ନଥିବ ସେ ସୁପରଷ୍ଟାର ହେଇପାରିବ। କହିବି ସବୁ କହିବି, ଟିକେ ସମୟ ଦିଅନ୍ତୁ। ଆଚ୍ଛା, ଇଏ ପିଲାର ଓଜନ କେତେ ଥିଲା? 140 କିଲୋ। ବଜେଟ୍ କେତେ? 1,40,00,000। କିଲୋ କେତେ ପଇଲା? ବୁଝିପାରୁଛ ନା? କିଲୋ କିଲୋ 1,00,000 ଟଙ୍କା। ମୋର କିଲୋ କେତେ? ମୁଁ ରହୁଛି 94 କିଲୋ। 94 ଲକ୍ଷ। ଭାଇ ମୁଁ 94 ଲକ୍ଷ ଟଙ୍କା ଦେଉଛି, ମୋତେ ଟିକେ ହିରୋ କରିଦେଲେ ହନ୍ତାନି। ତମେ ଯଦି ସମସ୍ତଙ୍କ ମୁଣ୍ଡରେ ହାତ ଥୋଇଦେଲ ସୁପରଷ୍ଟାର ହେଇଯିବେ। ମୁଁ ବି ଟିକେ ସୁପରଷ୍ଟାର ହେଇଯାଆନ୍ତି। ମୁଁ ବି ଆଉ ଲକ୍ଷେ ଟଙ୍କା କିଲୋ ପଇଲେ ମୁଁ ବି ଲକ୍ଷେ ଟଙ୍କା ଲେଖା ଦେଇକି ମୁଁ ବି ସୁପରଷ୍ଟାର ହେଇଯିବି। ଆଉ ଗୋଟେ ନୂଆ ସୁପରଷ୍ଟାର ଜନ୍ମ ନେଲେ। କାହିଁକି କହିଲ ସମସ୍ତଙ୍କୁ ଜନ୍ମ କରିଥିଲେ। ସବୁବେଳେ କହୁଛନ୍ତି ମୁଁ ଜନ୍ମ କରିଛି ୟାକୁ, ମୁଁ ଜନ୍ମ କରିଛି ତାକୁ, ମୁଁ ଜନ୍ମ କରିଛି ତାକୁ। ବିନା ଟ୍ୟାଲେଣ୍ଟରେ ସିଏ ସୁପରଷ୍ଟାର ହେଲେ। ବିନା ଟ୍ୟାଲେଣ୍ଟରେ କିଏ ସୁପରଷ୍ଟାର? ମନୋଜ ଭାଇ କ'ଣ ଭୁଲ କହିଛି? ଯାହାର ଟ୍ୟାଲେଣ୍ଟ ନଥିବ ସେ ସୁପରଷ୍ଟାର ହେଇପାରିବ। ଯଦି ଏଇ ପିଲା, ମୁଁ କାହା ନାଁ ନେବିନି, ଏଇ ପିଲା ଯଦି ସୁପରଷ୍ଟାର ହେଇଗଲେ ତାହେଲେ ଆମେ ଜାଣିବା ଆଙ୍କ ଯେଉଁ କଥା ଗୁଡ଼ା କହୁଥିଲେ ସବୁ ମୁଁ ସୁପରଷ୍ଟାର ଜନ୍ମ କରିଛି, ତାହେଲେ ସତ୍ୟ ହେବ। ଆଉ ଭାଇ ମୋର କ'ଣ କହିଥିଲେ ଯେ ଟଙ୍କାରେ ପୋତି ଦେବି। ଭାଇ 2023 ମସିହାରେ UCCରେ 500 ଟଙ୍କା ଦେଇପାରୁନଥିଲେ। 500 ଟଙ୍କା ଲେଖା 18 ମସିହାରୁ 23 ମସିହା ପର୍ଯ୍ୟନ୍ତ 500 ଟଙ୍କା ଲେଖା ଦେଇପାରୁନଥିଲେ। ଅଣ୍ଡରଟେକିଂ ଲେଖିକି UCCରେ ଦେଇଛନ୍ତି। ମୋର ଅଭାବ ଯୋଗୁଁ ମୁଁ ପଇସା ଦେଇପାରୁନଥିଲି। ଭାଇ ଏତେ ପଇସା ହେଇଗଲା ଯେ ମାନେ ଟଙ୍କାରେ ପୋତି ଦେବେ। ଭାଇ ଗର୍ବ ସହିବ। ହେ ପ୍ରଭୁ ତାଙ୍କୁ ସଦ୍ବୁଦ୍ଧି ଦଉ। ଭାଇ ଗର୍ବ ଭଗବାନ କାହାର ସହିନାହାନ୍ତି। ଇଏ ବାବୁ ଏମିତି କାହିଁ ହେଉଛନ୍ତି ଜୋକରଙ୍କ ଭଳିଆ? ଯାହା ମାନେ ତା ସମସ୍ତଙ୍କ ନାଁରେ କହିଦେଉଛନ୍ତି। ସମସ୍ତେ ମାନେ କ'ଣ ସମସ୍ତେ ଏଠି କ'ଣ ମାନେ ତମ ଘର ମାନେ ହଳିଆ? ଯାହା ମାନେ ତା ନାଁରେ ଯାହା ନାଁରେ। ଆମେ ବର୍ତ୍ତମାନ ଜାଣିବା ପାଇଁ ଚାହିଁବୁ ଆପଣଙ୍କୁ ଯେ ଫିଲ୍ମଟା ଆପଣ ଦେଖିଲେ ଆଉଟପୁଟ୍ ବା ନିଷ୍କର୍ଷଟା କ'ଣ କହିଲେ ଟିକେ ସାରାଂଶରେ? ଫିଲ୍ମ ମୁଁ ଦେଖିଲା ପରେ ଯାହା ଦେଖିଲି, ଯଦି ବସନ୍ତ ନାୟକ ବଞ୍ଚିଥାନ୍ତେ ଏ ଫିଲ୍ମ କରେଇ ଦେଇଥାନ୍ତେ। ସିଏ ଆଇ ଲଭ୍ ୟୁ, ଇଏ ଆଇ ଲଭ୍ ୟୁ ଭିତରେ ଆକାଶ ପାତାଳ ଫରକ ଅଛି। ଆଉ ସିଏ ଅନୁଭବ ଇଏ ମାନେ ବହୁତ ଫରକ ଅଛି। ଆପଣ ମାନେ ଯଦି ଦେଖିଥିବେ କିଏ ବି ମାନେ ଫିଲ୍ମ ମୁଁ ନିଜେ ଦେଖିଲି। ମୁଁ କାହା ପାଇଁ କହୁନି ଯେ ମୁଁ ନେଗେଟିଭ୍ କହିବାକୁ ଏଠିକି ଆସିଛି। ମାନେ ଫିଲ୍ମ ବିଷୟରେ ମୁଁ ଯେତିକି ଆନାଲିସିସ୍ କଲି, ଏବେ 24 ମସିହାରେ ଇଏ ଯଦି 10-15 ବର୍ଷ ପୂର୍ବରୁ ହେଇଥାନ୍ତା ଏଇ ଫିଲ୍ମ ଏଇ ଷ୍ଟୋରି, ତାହେଲେ କିଛି ସେତେବେଳେ ଚାଲି ଯାଇଥାନ୍ତା। ଇଏ ଜମାନାରେ, ଇଏ ଯେଉଁ ରିଆଲିଟିକ୍ ଜମାନାରେ ଇଏ ଯେଉଁ ମାନେ ଏଠି ସବୁ ଯେତେବେଳେ ଏଣ୍ଟରଟେନମେଣ୍ଟ ନଥିଲା ସେତେବେଳେ କାହାଣୀ ମାଣି କରିକି ସବୁ ଚଲାଉଥିଲେ। ଇଏ ଏଣ୍ଟରଟେନମେଣ୍ଟ ଜମାନା, ଘରେ ପାଖରେ ମୋବାଇଲ ରହୁଛି, କେଡ଼େ କେଡ଼େ ମାନେ ମୁଭି କେମିତି ବନଉଛନ୍ତି। ଇଏ ଜମାନାରେ ଇଏ ସିନେମା ଆମେ କହିପାରିବା ପ୍ରଡ୍ୟୁସର ଓ ଡାଇରେକ୍ଟର ଅପଡେଟ୍ ନାହାନ୍ତି। ଶୁଣନ୍ତୁ, ମୁଁ କହିଲେ ସେଟା ଭଲ ଲାଗିବନି। ଅଡ଼ିଏନ୍ସ କହିବେ। ଆପଣମାନେ ସିନେମା ଦେଖନ୍ତୁ। ମୁଁ ଦେଖିଲି, ମୋ ଭ୍ୟୁ ମୁଁ ଦେଲି। ଆପଣମାନେ ବି ଦେଖନ୍ତୁ। ଏ ସିନେମା ଆପଣଙ୍କୁ କେତେ ଟର୍ଚର୍ କରିବ। 5ରୁ କେତେ ଦେବେ ଆପଣ? 5ରୁ ନମ୍ବର ଆଉ ସିଆଡ଼ିକି ଅଛି କି? ବୁଝିପାରୁଛନ୍ତି? ଆଉ ତଳ ଆଡ଼େ କ'ଣ ନମ୍ବର ଅଛି? ଯଦି 0 ତଳେ ଆଡ଼େ ନମ୍ବର କ'ଣ ଅଛି କି? ଯଦି ସିଆଡ଼କୁ ଆଜି ଟର୍ଚର୍ ହେଇଛନ୍ତି ଆପଣ? ଫୁଲ୍ ଟର୍ଚର୍ ହେଇଛି। ମାନେ ମାଇଣ୍ଡ ଗେମ୍। ହଁ ଶୁଣନ୍ତୁ, ଯଦି ସବୁ କଳା ଲୋକ ଭାଲୁ ହେଇଯିବେ
ଏଇ ଯେଉଁ କଥାଟା କହି ମୋତେ କହିନାହାନ୍ତି କାହାକୁ କହିଥିବେ ଭଗବାନ ଜାଣନ୍ତି ତାଙ୍କ ଭାଇମାନଙ୍କ ସାଙ୍ଗେ ଝଗଡ଼ା ଚାଲି ତା ଭାଇମାନଙ୍କୁ ବି କହିପାରେ କିନ୍ତୁ କୌଣସି କଳା ଲୋକକୁ ଏମିତି ଭାଲୁ ଭାଲୁ କହିଲେ କେଡ଼େ କେଡ଼େ ମାନେ କଳା ଲୋକ ବହୁତ ବଡ଼ ବଡ଼ ଲୋକ ଅଛନ୍ତି ସମସ୍ତେ କ'ଣ ଭାଲୁ ହେଇଯିବେ ଏ ପ୍ରଭୁ ତାଙ୍କୁ ସଦ୍ବୁଦ୍ଧି ଦେଉ କାହିଁକି କହିଲ ଇଏ ଏମିତି କାହାକୁ ଆକ୍ଷେପ କରନ୍ତୁନି ତମେ ସିନେମାକୁ ପ୍ରମୋସନ୍ କର ନିଜକୁ କ'ଣ ପ୍ରମୋସନ୍ କରୁଛ ଦେଖିବେ ଆପଣ ଯେଉଁଠି ଦେଖିବେ କହିବେ ମୁଁ ଅମୁକ ନାୟକର ପୁଅ ଆରେ ବାପା ନାଁଟା ବାର କାହିଁ କହୁଛ ଲୋକମାନେ ତମକୁ କ'ଣ ଭାବିବେ ତାହେଲେ ଅଲଗା କଥା ଭାବିଦେବେ ତ ବାର କ'ଣ ବାପା ନାଁଟା ତାହେଲେ ଟିକେ 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 କଥାରେ ବାପା ନାଁ ମୁଁ ଅମୁକର ପୁଅ ଭାଇ ସିଲଟ ମାରିଦେଉନ ସିଲଟରେ ଓଳେଇକି ନାଁଟା ମାରିଦେଉନ ଭଲ ହେବ ସମସ୍ତେ ଦେଖିବେ ଯେ ମୁଁ ଅମୁକର ପୁଅ ବୋଲି ବାର କ'ଣ ବାପା ନାଁ କହିବ ଭାଇ ବାପାର ସୁପୁତ୍ର କୁପୁତ୍ର ଜନ୍ମ ହେଇଛନ୍ତି ଇଏ କେଉଁ ପୁତ୍ର ମାନେ ମୁଁ କହୁନି ମୁଁ କାହିଁ କହିବି ଏସବୁ ଜିନିଷ ଓଲିଉଡର ପାଇଁ ଭବିଷ୍ୟତ ପାଇଁ ଭଲ ସଂକେତ ନୁହଁ ଶୁଣ ଅପଡେଟ୍ ନୁହଁ ଅପଡେଟ୍ ଭାଇ ସିନେମା କର ଓଡ଼ିଆ ଇଣ୍ଡଷ୍ଟ୍ରି ବଞ୍ଚାଅ ଅପଡେଟ୍ କର ଏମିତିଆ ଏ ସବୁ ଯେଉଁ ଲୋକ ଗୁଡ଼ା ଅଛନ୍ତି ଆସୁଛନ୍ତି ଫିଲ୍ମ ଦେଖୁଛନ୍ତି ହଁ ଠିକ୍ ଅଛି କିନ୍ତୁ ଆକ୍ଚୁଆଲି ଯେଉଁମାନେ ଇଣ୍ଟେଲିଜେଣ୍ଟରେ ଫିଲ୍ମ ଇଣ୍ଟେଲିଜେଣ୍ଟ ଲୋକ ଦେଖିବେନି ସେ ଜମାନା ନାହିଁ ଆଉ ସେ ସରିଯାଇଛି ସେ ଯେଉଁ କାହାଣୀ ମାଣି ସେ ସବୁ ସରିଯାଇଛି ଇଏ ଜମାନାରେ ରିଏଲିଟି ଜୋନ୍ ଆପଣ ଯେତେବେଳେ ପ୍ରଯୋଜକ ଭାବରେ ଯଦି ଆପଣଙ୍କୁ କହିଲେ ଏମିତି ଗୋଟେ ଫିଲ୍ମ କର ଆପଣ ଗୋଟେ ଏମିତି କିଛି କରିଛନ୍ତି କେବେ କରିବିନି ମୁଁ ବେକାର ଫିଲ୍ମ କରିଛି ଦୁଇ ତିନିଟା ମୁଁ ଆଉ କହୁଛି ମୁଁ ଆଗରୁ ଯେଉଁ ବେକାର ଫିଲ୍ମ କରିଛି ମୋ ମାଇଣ୍ଡ ଗେମ୍ ପରେ ମୁଁ ନିଜକୁ ନିଜେ ଫିଲ୍ମ କରିଛି ମୁଁ କଥା ଦେଲି ମୋତେ ଯୋଗୀ ଯେଉଁ କରିଛି ସବୁ ବେକାର ଫିଲ୍ମ କରିଛି କାହିଁକି ମାନିବାକୁ ପଡ଼ିବ ନା ଯେଉଁଟା ଭଲକୁ ଭଲ କହିବ ଖରାପ କାହିଁକି ଖରାପ କହିବିନି ମୁଁ ସେତେବେଳେ ଜାଣିନଥିଲି ମୁଁ ବେକାର ଫିଲ୍ମ ବନେଇଥିଲି ଆଉ ମାଇଣ୍ଡ ଗେମ୍ ଆପଣମାନେ ଦେଖିଛନ୍ତି ସେ କେମିତିଆ ଫିଲ୍ମ ସେ କେଉଁ ଜମାନାର ଫିଲ୍ମ ଲାଟେଷ୍ଟ ଜମାନା ଫିଲ୍ମ ତା ପିକ୍ଚରାଇଜେସନ୍ ଦେଖିଛନ୍ତି କେମିତି କି ପିକ୍ଚରାଇଜେସନ୍ ତା ପ୍ରପର୍ଟି ଦେଖିଛନ୍ତି ତା ଲୁକ୍ ଦେଖିଛନ୍ତି ତା ଇଏ ଦେଖିଛନ୍ତି ଏଥର ଦେଖନ୍ତୁ ଏଥର କ'ଣ ଅଛି କାହାଣୀ କ'ଣ କୁଆଡ଼େ ଯାଉଛି କ'ଣ କରୁଛି କିଛି ଲାଗିଲାନି ରୋମାଣ୍ଟିକ୍ କାହିଁ ଆପଣମାନେ ତ ଯିଏମାନେ ଦେଖିଥିବେ ଖାଲି ରୋମାଣ୍ଟିକ୍ ସେ ଯେଉଁ ଫିଲ୍ମ ହେଇଥିଲା କେମିତି ରୋମାଣ୍ଟିକ୍ ଲାଗୁଥିଲା ପ୍ରଥମ ଫିଲ୍ମଟା କେତେ ରୋମାଣ୍ଟିକ୍ ଥିଲା ଏ ସିନେମାରେ କ'ଣ ରୋମାଣ୍ଟିକ୍ ଅଛି ମୋତେ କହିଲେ ରୋମାଣ୍ଟିକ୍ ରହୁଛି ଶୁଣ ସେ ବିଷୟରେ କହିଲେ ତ ଇଏ ଯେଉଁ ସେ ଫିଲ୍ମ ଅଧାରେ ରହିଗଲା କାହିଁକି ରହିଗଲା ଆପଣମାନେ ଜାଣିପାରୁନାହାନ୍ତି ତାଙ୍କ ପାଖରେ ବହୁତ ପଇସାରେ ପୋତି ଦେବେ ଏତେ ପଇସା 500 ଟଙ୍କା ଦେଇପାରିଲେନି ଆରେ 23 ମସିହାରେ ଦେଇପାରିଲେନି ଆଉ ଏତେ ପଇସା ଦେଇଥିଲା ଇଏ 24 ମସିହାରେ ଏତେ ପଇସା କେଉଁଠୁ ଆସିଲା 24 ମସିହାରେ କିଏ ପଇସା ଦେଇଛି କିଏ ଫିଲ୍ମ ପାଇଁ ତାଙ୍କ ପାଖରେ ଏତେ ପଇସା କିଏ ଦେଇଥିଲା ତାଙ୍କୁ ସିଏ ଜାଣିଥିବେ ହେଲେ ଆମେ କ'ଣ କହିବୁ ମୁଁ କାହିଁ କହିବି ସେ କଥା ମୁଁ କହିବାଟା ଠିକ୍ ହେବନି ବୁଝିପାରୁଛନ୍ତି ତ ହେଲା ମୁଁ ଶୁଣନ୍ତୁ ଆରେ ଶୁଣ ସିଏ ମୋତେ ରୋମାନ୍ସ ଭଳିଆ କାହିଁ ଲାଗିଲାନି ରୋମାଣ୍ଟିକ୍ ଆମ ଫିଲ୍ମରେ ସେ ଆସିଥିଲା ବୁଝିପାରୁଛନ୍ତି ଫିଲ୍ମ ଦେଖି ସାରିଲା ପରେ ଶୁଣନ୍ତୁ ତାଙ୍କର ମାନେ କ'ଣ ଆଉ କହିବି ସେ ବ୍ୟକ୍ତି ଜେଲ୍ ଗଲେ ଜେଲ୍ ଯାଇଥିଲେ ସେ ବ୍ୟକ୍ତି ଆପଣ ଜାଣିଥିବେ କାଷ୍ଟିଂ କାଉଚରେ ସେ ବ୍ୟକ୍ତି କେତେ ଲିପ୍ତ ଥିଲେ ଆଉ ତାପରେ ମୁଁ ଆଉ କ'ଣ ତାଙ୍କ ବିଷୟରେ କହିବାକୁ ମୁଁ କାଟିବାକୁ କେତେ କାଣ୍ଡ କାରଖାନା କେତେ ଜାଗାରେ ସେ ମାଡ଼ ବି ଖାଇଛନ୍ତି ଆଉ ତାପରେ ସେ ପ୍ରଡକ୍ସନ୍ ମ୍ୟାନେଜର ସେ ପ୍ରଡ୍ୟୁସର ପ୍ରଥମ ଥର ହେଲେ ଏବେ ଯେଉଁ ଫିଲ୍ମଟା କଲେ ଆଜି ନୂଆ ପ୍ରଡ୍ୟୁସର ସିଏ ପ୍ରଡ୍ୟୁସର ତାଙ୍କ ବାପା ଥିଲେ ପ୍ରଡ୍ୟୁସର ପୁଅ ଥିଲେ ମୁଁ କହୁନି ପ୍ରଡକ୍ସନ୍ ମ୍ୟାନେଜର ବୋଲି ପ୍ରଡକ୍ସନ୍ ମ୍ୟାନେଜର ତାଙ୍କ ଭାଇ କହୁଛନ୍ତି ଯେଉଁ ମନୋମାଳିନ୍ୟ ଆଉ ଗୋଡ଼ ଟଣାଟଣି କେବେ ତାର ଅନ୍ତ କେବେ ହେବ ଗୋଡ଼ କିଏ କାହାକୁ ଟାଣୁଛି ଯାହା ଗୋଡ଼ ଟାଣିବ ନା କାହାକୁ ମାନେ ଆଗକୁ ଆସିକି କେହି ହେଲ୍ପ କରିବେନି ଗୋଡ଼ ମାନେ ଟାଣିବ ପଛରେ ରହିଯିବ ଯିଏ ଟାଣୁଛି ଗୋଡ଼କୁ ସେ ପଛରେ ରହିବ ପଛପଟୁ ଟାଣିବ ନା ଆଗ ପଟୁକି ଆସିକି ଗୋଡ଼ ଟାଣିବ କି ଯେଉଁମାନେ ପଛପଟୁ ଟାଣିବେ ପଛପଟୁ ରହିଯିବ ହ୍ୟାଲୋ ମୁଁ ଆଉ କ'ଣ କହିବି ଏ ବ୍ୟକ୍ତିକୁ ଆଉ ଏ ବ୍ୟକ୍ତିକି ଭଗବାନଙ୍କୁ ମୁଁ ମୁଣ୍ଡିଆ ମାନେ ତାଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ଆଉ ନିଜେ ଯେଉଁ ଆବୁଲ ଟାବୁଲ କରି ଗପୁଛନ୍ତି ସେ ଗପଟା ଆବୁଲ ଟାବୁଲ ଗପଟା ଛାଡ଼ନ୍ତୁ
ଶୁଣନ୍ତୁ ପବ୍ଲିସିଟି ବି ପଇସା ଦରକାର ବିନା ପଇସାରେ ପବ୍ଲିସିଟି ବି କିଛି ଅଛନ୍ତି ତା ନାଁ କହିଦେଇକି ତାକୁ ରଗେଇ ଦେଇକି ଆକୁ ରଗେଇ ଦେଇକି କେମିତି ଫିଲ୍ମଟା ପବ୍ଲିସିଟି କିଛି ଲୋକ ପଳେଇ ଆସନ୍ତୁ ଲୋକ ଜାଣିବେ କେମିତି ନାଁଟା ଏ ଫିଲ୍ମର ନାଁଟା ହେଲା ଜଣେଇବା ପାଇଁ ଇଏ ସବୁ ଚାଲିଛି ତା ନାଁ କହିକି ତାପରେ ପଛରେ ଭୁଲଭାଲ ମାଗିଦେବେ ମୁଁ କାହିଁ କହିବି ସେ ତ ବାର କହୁଛନ୍ତି ତାଙ୍କରି ପୁଅ ବୋଲି ହେଲା ସେ ସିଲଟରେ ଧରିକି ଲେଖିକି ବୁଲିଲେ ଭଲ ହୁଅନ୍ତା ହେଲା ତାଙ୍କର ଆଉ ଦୁଇଟା ପୁଅ ଅଛନ୍ତି ସେ ତ କେବେ ଧରୁନାହାନ୍ତି ହେଲା ଯିଏ ବାପର ପୁଅ ସେ ବାର କାହିଁ ବାପ ନାଁଟାକୁ ତଳେ ପକାଇବ ସେ କେଡ଼େ ବଡ଼ ଲୋକ ଜାଣିଛନ୍ତି ତ କେତେ ବଡ଼ ବଡ଼ ଫିଲ୍ମ ଦେଇଛନ୍ତି ତାଙ୍କ ନାଁଟାକୁ ଉଚ୍ଚାର ରଖିବା ଦରକାର ଇଏ ଏତେ ଡାଉନ୍ କରିଦେଉଛନ୍ତି ବାର ନାଁଟା ଧରିକି ମୁଁ କହୁଛି ପସନ୍ଦ କଲ ଆପଣ ବଞ୍ଚିଥାନ୍ତେ ନା ଏଭଳିଆ ଟର୍ଚର ହେଇନଥାନ୍ତେ ଏଭଳିଆ ଫିଲ୍ମ ବନେଇ ନଥାନ୍ତେ କିଛି ନାହିଁ ଏମିତି ଗୋଟେ ବୋଲିଦେଲି ଆଉ ସେ ରୋମାଣ୍ଟିକ୍ ସେ ସରିଗଲା ଥ୍ୟାଙ୍କ ୟୁ